ମାଲୋ ମା ଏତେ ସୁନା ରାଣୀ ହାର ଚନ୍ଦ୍ରା ହାର ପେଣ୍ଡି ଏସବୁ କାହାର? ମୁଁ ତ ଜାଣିନାହିଁ ସାଙ୍ଗମାନେ, ଆପଣମାନେ ଜାଣିଛନ୍ତି କି? ତ ଜାଣିବାକୁ ହେଲେ ଭିଡ଼ିଓକୁ ପୁରା ଲାଷ୍ଟ ଯାଏଁ ଦେଖନ୍ତୁ। ଏଠି ମୋର ଦ୍ୱିପହର ଖାଇବା ଚାଲିଛି। ଆଉ ଝିଅ ପାଇଁ ଟିକେ ପକୋଡ଼ା ବନେଇ ଦେଇଛି। ସେ ତ ବିଟ୍ ଖାଉନାହିଁ, ବିଟ୍ ଥିଲା ମୁଁ କହିଲି ନଷ୍ଟ ହେଇଯିବ, ଆଉ ମୁଁ ସେଥିପାଇଁ ତା ପାଇଁ ଟିକେ କର୍ଣ୍ଣଫ୍ଲାୱାର ଦେଇକି ଆଉ ଭଲସେ ପକୋଡ଼ା ବନେଇ ଦେଉଛି। ଦେଖିବା ସେ ଖାଇବ କି ନାହିଁ। ଏଠି ମୋର ପକୋଡ଼ା ତ ହେଇଗଲାଣି, ଆଉ ମୁଁ ଟିକେ ଟେଷ୍ଟ କରିକି ଦେଖିବି ନା ଆଉ କେମିତିଆ ହେଇଛି। ମୋତେ ଯଦି ଭଲ ଲାଗିବ ତାହେଲେ ଜାଣିବୁ ଯେ ମୋ ଝିଅକୁ ଭଲ ଲାଗିବ। ସେଥିପାଇଁ ମୁଁ ଗୋଟେ ଜଲ୍ଦି ନେଇ ଟେଷ୍ଟ କରିଛି। ବଢ଼ିଆ ଥିଲା, କିନ୍ତୁ କେଜାଣି ମୋ ଝିଅକୁ ଭଲ ଲାଗିବ କି ଲାଗିବନି, ସେ ତ ଖାଇଲେ ଜାଣିବ। ତ ମୁଁ ଯାଉଛି ଏବେ ଝିଅକୁ ନେଇ ଆସିବି, ସେ ତ ଖେଳୁଛି। ଦେଖନ୍ତୁ ସାଙ୍ଗମାନେ, ଆମର ତିନି ମୂର୍ତ୍ତି କବିତା ମନିତା ଲତା ଖେଳୁ ଖେଳୁ ହେଇଗଲାଣି 12ଟା, ତଥାପି ଘରକୁ ଆସିବାର ନାଁ ଧରୁନାହାନ୍ତି। ଲୋ ଏମାନେ କିଏ ବାଟରେ? ହେଇଲୋ ଆମ ମାମୁନି। ଏଇ ତ ଏଇ ସେ ସୁନାଗହଣା ଏଡ଼ା ଆଣିକି ରଖିଦେଇଛି ବୋଧେ। ତ ହଁ ସାଙ୍ଗମାନେ ଜାଣି ରଖନ୍ତୁ, ଏ ସୁନାଗହଣା ଅସଲି ନୁହେଁ, ନକଲି। କାହିଁକିନା ମୁଁ ଏଗୁଡ଼ା ସବୁ କିଣିଥିଲି ଅନଲାଇନ୍ରୁ, ମାନେ ଯେଉଁଠିକି ଯିବା ଆସିବା କରିବା ପାଇଁ ଟିକେ ପିନ୍ଧିଦେବି। କିନ୍ତୁ ମୁଁ ତ କେଆଡ଼େ ଯାଉନାହିଁ, ଆପଣମାନେ ଦେଖିଥିବେ। ବାପ ଘର ତ ପୁଣି ପାଖରେ, ବାପଘରକୁ ତ ଇଏ 15 ଦିନ ଥରେ ଯିବି, ଆଉ କ'ଣ ପିନ୍ଧିକି ଯାଇହେବ? ସେଥିପାଇଁ ଏସବୁ ଜିନିଷ ମୁଁ ଗଡ଼ରେଜରେ ସେମିତିଆ କିଣିକି ରଖିଛି ସାଇତିକି। କିନ୍ତୁ ମୋ ଭାଣିଜୀର ସ୍କୁଲର ଫଙ୍କସନ୍ ଥିଲା, ସେ କହିଲା ମୁଁ ଡ୍ୟାନ୍ସ କରିବି, ସେଥିପାଇଁ ମୁଁ ତାକୁ ଦେଇଥିଲି। ସେ ଟିକେ ପିନ୍ଧିକି ଡ୍ୟାନ୍ସ କଲା, ଆଉ ତାପରେ ଆଣିକି ମୋତେ ଟିକେ ଫେରାଇ ଦେଇଛି। ସେଇ ଆଣିଥିଲା ଏଠି ରଖିଦେଇଛି, ଆଉ କିନ୍ତୁ ମୁଁ ଜାଣିନାହିଁ ସେ କେତେବେଳେ ଆସିକି ଏସବୁ ଜିନିଷ ରଖିଦେଇଛି। ଆଉ ମୁଁ ତାକୁ ଦେଖି ସବୁ ରଖିଦେଲି। କ'ଣ ରଖିବି, ସୁନା ହେଇଥିଲେ ରୂପା ହେଇଥିଲେ ଯାହାକି ଟିକେ ଟେନସନ୍ ପଡ଼ିଥାନ୍ତା। ଇଏ ତ ସବୁ ଇମିଟେସନ୍ ଗୁଡ଼ାକ, ସେ ଯାହା ବି ହଉ ରଖିଦେଲି। ତାପରେ ମୁଁ ଟିକେ ବିଲକୁ ଚାଲିଲି ବୁଲିବା ପାଇଁ। ଟିକେ ବାହାରେ ଟିକେ ବୁଲି ଆସିଲେ ମାଇଣ୍ଡଟା ଟିକେ ଫ୍ରେଶ୍ ଲାଗିବ, ଭଲ ଲାଗିବ। ଆଉ ଏଠି ଦେଖନ୍ତୁ ଆମ ପାଗଡ଼ିବାଲି 2 ଜଣ କେମିତିଆ ଠିଆ ହେଇଛନ୍ତି। ଏମାନେ ତ ବିଲରେ ବୁଲୁଛନ୍ତି, ମୁଁ ଯେମିତି ଆସିଲି ଏମାନେ ବି ଆସିଲେ, ଆଉ ତାଙ୍କ ଜେଜେମା ବି ଏଇଠି ଥିଲେ। ସମସ୍ତେ ମିଶିକି ଟିକେ ବିଲ ଭ୍ରମଣ କରୁଛି। ଆଉ ଏମିତିଆ ବୁଲିବାକୁ କାହାକୁ ଭଲ ଲାଗେ କହିଲେ? ମୋତେ ବହୁତ ଭଲ ଲାଗେ ଏମିତିଆ ଟିକେ ଫ୍ରି ଟାଇମ୍ରେ ବୁଲିବାକୁ। ଆପଣଙ୍କୁ ଭଲ ଲାଗେ ତ?